ଆଜିର ଆଲୋଚନାକୁ ସ୍ୱାଗତ। ଆମେ ଆଜି ଆମ ଓଡ଼ିଆ ସାହିତ୍ୟର ଜଣେ ସବୁଠୁ ବଡ଼ ସ୍ରଷ୍ଟା କହିଲେ ଚଳେ ଫକୀରମୋହନ ସେନାପତିଙ୍କର ଗୋଟେ ବହୁତ ପରିଚିତ ଗପ ଦାଦି ବୁଢ଼ା ବିଷୟରେ ଟିକେ ଗଭୀର ଭାବେ କଥା ହେବା। ତାଙ୍କୁ ତ ହଁ ଆଧୁନିକ ଓଡ଼ିଆ ଗଦ୍ୟର ଜନକ ବୋଲି କୁହାଯାଏ। ଆମ ପାଖରେ ଗୋଟେ ସାମାଜିକ ସମୀକ୍ଷା ଅଛି ଏଇ ଗଳ୍ପ ଉପରେ, ଯାହା ଏହାର ଭିତର କଥା ସବୁକୁ ବାହାରକୁ ଆଣୁଛି। ତ ଆଜି ଆମେ ଚେଷ୍ଟା କରିବା ସେଇ ସମୀକ୍ଷାକୁ ନେଇ ଗଳ୍ପର ମୂଳ କଥାଟା କ'ଣ, ଚରିତ୍ରମାନେ କେମିତି, ସେମାନେ କାହାର ପ୍ରତୀକ, ଆଉ ଏ ଗପଟା ଆମ ସମାଜ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ ସେସବୁ ଟିକେ ଭଲକି ବୁଝିବା। ଆଉ ଆସନ୍ତୁ ଆରମ୍ଭ କରିବା। ହଁ, ଆଉ ଫକୀରମୋହନଙ୍କ କଥା କହିଲେ ତାଙ୍କର ସେ ଯେଉଁ ଗଭୀର ସାମାଜିକ ଦୃଷ୍ଟି ଆଉ କେମିତି ସେ ହସ ହସ ଭିତରେ ବଡ଼ ବଡ଼ କଥା କହିଦିଅନ୍ତି ସେଟା ଅଦ୍ଭୁତ। ଆଉ ସମାଜକୁ ବଦଳାଇବା ପାଇଁ ତାଙ୍କ ମନରେ ଯେଉଁ ଭାବନା ଥିଲା ଏସବୁ ମିଶିକି ତାଙ୍କୁ ପୁରା ଅଲଗା କରିଦିଏ। ସତ କହିଲେ ତାଙ୍କ ଲେଖା ସେ ସମୟର ସମାଜ ପାଇଁ ଗୋଟେ ଆଇନା ଭଳି ଥିଲା। ଆଉ ଦାଦିବୁଢ଼ାରେ ସେଇ ଆଇନାରେ ଆମେ ଦେଖୁଛେ ସେତେବେଳର ଓଡ଼ିଶା ଗାଁର ଗୋଟେ ଚିତ୍ର। କେମିତି ସେଠି ଅନ୍ଧବିଶ୍ୱାସ ଥିଲା, ଜମିଦାର ସାହୁକାରମାନେ ଲୋକଙ୍କୁ ଶୋଷଣ କରୁଥିଲେ, ଆଉ ସମାଜରେ ଭେଦଭାବ ବି କମ୍ ନଥିଲା। ଏଟା ଖାଲି ଗପ ନୁହେଁ, ସତେ ଯେମିତି ସେ କାଳର ଗୋଟେ ରିପୋର୍ଟ। ହଁ, ଆଉ କାହାଣୀର ମଝିରେ ଅଛନ୍ତି ଦାଦିବୁଢ଼ା। ସମୀକ୍ଷା କହୁଛି ସେ ଜଣେ ବୟସ୍କ ଲୋକ, ଗାଁର ଲୋକ। ତାଙ୍କ ପାଖରେ ଗାଁର ପୁରୁଣା ରୀତିନୀତି, ପରମ୍ପରା, ବିଚାର ଏସବୁର ବହୁତ ଜ୍ଞାନ ଥିଲା। ଗାଁରେ ଯଦି କିଛି କଳି ଝଗଡ଼ା ହେଲା, ଲୋକେ ସିଧା ତାଙ୍କ ପାଖକୁ ଯାଉଥିଲେ, ପଚରାଉଚରା କରୁଥିଲେ। ସେ ଯେମିତି ଗାଁର ଜଣେ ବିଚାରପତି। ହେଲେ ଯୋଉ କଥାଟା ମୋତେ ବଡ଼ ଅଡ଼ୁଆ ଲାଗେ ସେଇଟା ହେଲା ଏତେ ସମ୍ମାନ ପାଉଥିବା ଲୋକ ହେଲେ ତାଙ୍କ ନିଜ ଜୀବନ ପୁରା ଦାରିଦ୍ର୍ୟରେ, ଅଭାବରେ, ଅବହେଳାରେ କଟୁଥିଲା। ଏଟା କେମିତିକା କଥା? ଏଇଠି ତ ଫକୀରମୋହନ ସମାଜର ସେଇ ଦୋମୁହାଁପଣିଆକୁ ପଦାରେ ପକେଇଛନ୍ତି। ଜ୍ଞାନକୁ ସମ୍ମାନ ଦେବାର ଗୋଟେ ବାହାନା, କିନ୍ତୁ ଅସଲ ଜୀବନରେ ପୂରାପୂରି ଅବହେଳା। ହଁ, ତାଙ୍କ କଥାକୁ ସମସ୍ତେ ମାନୁଛନ୍ତି, ହେଲେ ସେ ନିଜେ କେମିତି ଅଛନ୍ତି, କ'ଣ ଖାଉଛନ୍ତି, ସେ କଥା କେହି ପଚାରୁନାହାନ୍ତି। ଆଉ ଏଇ ଚରିତ୍ର ଭିତରେ ଫକୀରମୋହନ ଆହୁରି ଗୋଟେ ଗଭୀର କଥା ବି କହୁଛନ୍ତି। ସେଇ ପୁରୁଣା ପରମ୍ପରା ଆଉ ନୂଆ ପରିବର୍ତ୍ତନ ଭିତରେ ଯେଉଁ ଟଣାଓଟରା ଚାଲିଥିଲା। ଦାଦିବୁଢ଼ାଙ୍କ ଜ୍ଞାନ ତ ପୁରୁଣା କାଳର, ଯାହା ଦିନେ ବହୁତ କାମରେ ଆସୁଥିଲା। କିନ୍ତୁ ସମୟ ତ ବଦଳୁଥିଲା, ନୂଆ କଥା, ନୂଆ ବିଚାର ସବୁ ଆସୁଥିଲା। ଆଉ ଏଇ ନୂଆ ହାୱାରେ ତାଙ୍କ ଭଳି ପୁରୁଣା ଗଛର ପତ୍ର ସବୁ ଯେମିତି ଝଡ଼ି ପଡ଼ୁଥିଲା। ତାଙ୍କ କଥାର ମୂଲ୍ୟ କମି କମି ଯାଉଥିଲା। କିନ୍ତୁ ପ୍ରଶ୍ନଟା ହେଉଛି, ସେ ପୁରୁଣା ଜ୍ଞାନ କ'ଣ ସତରେ ପୁରା ଅକାମୀ ହୋଇଯାଇଥିଲା? ନା ସେ ସମୟର ସମାଜ ତାକୁ ନୂଆ ପରିସ୍ଥିତିରେ କେମିତି ବ୍ୟବହାର କରିବ ସେ ବାଟଟା ଜାଣିନଥିଲା କି ଜାଣିବାକୁ ବି ଚାହୁଁନଥିଲା? ଏଇଟା ଗୋଟେ ବଡ଼ ପ୍ରଶ୍ନ। ବୋଧେ ଦୁଇଟା ଯାକ କଥା। କିଛି ପୁରୁଣା କଥା ତ ନିଶ୍ଚୟ ସମୟ ସହିତ ଅକାମୀ ହୋଇଯାଏ, କିନ୍ତୁ ଅନେକ ଅନୁଭୂତିର ମିଳିଥିବା ଜ୍ଞାନ ସବୁବେଳେ କାମରେ ଆସେ। ହେଲେ ସମାଜ ଯେତେବେଳେ ଗୋଟେ ପଟକୁ ପୁରା ଢଳିଯାଏ, ସେ ପୁରୁଣା କଥାକୁ ସହଜରେ ଭୁଲିଯାଏ। ଆପଣ ଦେଖିବେ ଗାଁ ପଞ୍ଚାୟତ ଭଳିଆ ଜାଗା ବି ଦାଦିବୁଢ଼ାଙ୍କ ଉପରେ ନିର୍ଭର କରୁଥିଲା, ହେଲେ ତାଙ୍କ ପାଇଁ କିଛି ଦାୟିତ୍ୱ ନେଉନଥିଲା। ଏହା ସେଇ ଅବହେଳାକୁ ହିଁ ଦେଖାଉଛି। ଆଚ୍ଛା, ଏବେ ଆସିବା ଗପର ଆଉ କିଛି ମୁଖ୍ୟ କଥା ଆଡ଼କୁ। ସମୀକ୍ଷାରେ ଯାହା ଉପରେ ବେଶୀ ଜୋର ଦିଆଯାଇଛି, ଗୋଟେ ହେଲା ସେଇ ଗରିବ ନିରୀହ ଗାଁ ଲୋକଙ୍କୁ ଶୋଷଣ କରିବା କଥା। କେମିତି ଭାବରେ ସେ ଜମିଦାର ମହାଜନମାନେ ସାଧାରଣ ଲୋକଙ୍କ ଅଜ୍ଞତା, ସରଳତାର ଫାଇଦା ଉଠେଇ ସେମାନଙ୍କୁ ଠକୁଥିଲେ। ହଁ, ଆଉ ଏଠି ଯାହା ଆହୁରି ଗୁରୁତ୍ୱପୂର୍ଣ୍ଣ ସେଟା ହେଲା ଏ ଶୋଷଣଟା ଖାଲି ପଇସାପତ୍ରର ନଥିଲା। ଏହା ଲୋକଙ୍କ ଭିତରେ ଥିବା ଅନ୍ଧବିଶ୍ୱାସ ଆଉ ଅଶିକ୍ଷା ସାଙ୍ଗରେ ପୁରା ଜଡ଼ିତ ଥିଲା। ଗାଁ ଲୋକେ ଦେଖନ୍ତୁ, ଗୋଟେ ପଟେ ଦାଦିବୁଢ଼ାଙ୍କ ପୁରୁଣା କଥା ବାହୁଁଛନ୍ତି, ଆରପଟେ ନାନା ପ୍ରକାର ଭୂତପ୍ରେତ, ଗୁଣିଗାରେଡ଼ି ଏସବୁ ଅନ୍ଧବିଶ୍ୱାସରେ ପୁରା ବୁଡ଼ି ରହିଛନ୍ତି। ଆଉ ଏ ଅନ୍ଧବିଶ୍ୱାସ ହିଁ ତ ସେମାନଙ୍କୁ ଦୁର୍ବଳ କରି ରଖିଥିଲା, ଶୋଷଣ କରିବା ପାଇଁ ସୁବିଧା କରି ଦେଉଥିଲା। କିଏ ତାନ୍ତ୍ରିକ କଥାରେ ପଡ଼ିଲା, ତ କିଏ ଭାଗ୍ୟକୁ ନିନ୍ଦି ବସି ରହିଲା। ଏସବୁ ତାଙ୍କୁ ଆଗକୁ ବଢ଼ିବାରେ ବାଧା ଦେଉଥିଲା, ଆଉ ଶୋଷକ ଶ୍ରେଣୀ ଏହାର ପୁରା ଫାଇଦା ନେଉଥିଲେ। ଆଉ ସେ ଯୋଉ ପରମ୍ପରା ବନାମ ପରିବର୍ତ୍ତନ କଥା ଆମେ କହୁଥିଲେ, ସେଇଟା ଏଠି ବି ଲାଗୁ ହେଉଛି ନା। ପରମ୍ପରାକୁ ଆଖି ବୁଜି ମାନିବା ଭିତରେ ଯୋଉ ଅନ୍ଧବିଶ୍ୱାସ ରହିଯାଉଥିଲା, ସେଇଟା ନୂଆ କଥା ଗ୍ରହଣ କରିବାରେ ଅସୁବିଧା କରୁଥିଲା। ଏକଦମ ପୁରା ଠିକ୍ କଥା। ଦାଦିବୁଢ଼ା ନିଜେ ପରା ପରମ୍ପରାର ପ୍ରତୀକ, ହେଲେ ସେ ବି ତ ଏଇ ବଦଳୁଥିବା ସମାଜର ଶିକାର ହେଉଛନ୍ତି। ତାଙ୍କ କଥା ଯେମିତି ଶୁଣାଯାଉନି, ଠିକ୍ ସେମିତି ଗାଁ ଲୋକଙ୍କ କଥା ବି ତ ଶାସକ ବା ଜମିଦାର ଶୁଣୁନଥିଲେ। ଗୋଟେ ପ୍ରକାର ଦେଖିଲେ ସମସ୍ତେ ଗୋଟେ ସମାନାନ୍ତରାଳ ଅବହେଳାର ଶିକାର। ଆଉ ଗୋଟିଏ ଜିନିଷ ଯାହା ମୋତେ ବଡ଼ କୌତୂହଳିଆ ଲାଗିଲା, ସେଟା ହେଉଛି ସେ କ୍ଷମତା ବିନା କର୍ତ୍ତୃତ୍ୱ କଥାଟା।
ଅଥରିଟି ୱିଦାଉଟ୍ ପାୱାର। ଦାଦି ବୁଢ଼ାଙ୍କୁ ସମସ୍ତେ ମାନୁଛନ୍ତି, ତାଙ୍କ ନିଷ୍ପତ୍ତି ନେଉଛନ୍ତି, ସେ ଗାଁର ମୁରବୀ ଭଳି। କିନ୍ତୁ ଅସଲ କ୍ଷମତା, ପଇସାପତ୍ରର ହେଉ କି ସମାଜରେ କିଛି କରିବାର କ୍ଷମତା, ସେଟା ତାଙ୍କ ପଛରେ ଜମା ନାହିଁ। ମୋତେ ଲାଗୁଛି ଏଟା ସେଇ ପୁରୁଣା ବହୁତ ଦାମୀ ବହି ଭଳିଆ, ଯୋଉଟା ଆଲମାରୀ କୋଣରେ ଖାଲି ଧୂଳି ଜମି ପଡ଼ି ରହିଛି। ସମସ୍ତେ ଜାଣନ୍ତି ତାର ମହତ୍ଵ କେତେ, ହେଲେ କେହି ତାକୁ ଖୋଲି ପଢ଼ିବାକୁ ବା ତାର ଟିକେ ଯତ୍ନ ନେବାକୁ ବି ରାଜି ନୁହନ୍ତି। ଏ ଉପମାଟା କେମିତି ଲାଗୁଛି? ବହୁତ ବହୁତ ବଢ଼ିଆ ଉପମା, ଏକଦମ ସଠିକ୍। ସେଇଟା ହିଁ ଥିଲା ସେତେବେଳର ଅବସ୍ଥା। ଆଉ ଯଦି ଆମେ ଏ ସବୁ କଥାକୁ ମାନେ ଶୋଷଣ, ଅନ୍ଧବିଶ୍ୱାସ, ପରମ୍ପରା ପରିବର୍ତ୍ତନର ଲଢ଼େଇ, ବିନା କ୍ଷମତାରେ କର୍ତ୍ତୃତ୍ୱ ସବୁକୁ ଏକାଠି କରି ଦେଖିବା, ତେବେ ଫକୀରମୋହନଙ୍କ ସମୟର ସମାଜଟା କେମିତି ଥିଲା, ତା ଭିତରେ କେତେ ଅନ୍ୟାୟ, କେତେ ଅସଙ୍ଗତି ଥିଲା, ସେସବୁ ପୁରା ସ୍ପଷ୍ଟ ହୋଇଯାଉଛି। ସେ ଖାଲି ଗୋଟେ ଚରିତ୍ର କି ଗୋଟେ ଗାଁର କଥା କହୁନାହାନ୍ତି, ସେ ପୁରା ସାମାଜିକ ବ୍ୟବସ୍ଥାଟାକୁ, ବିଶେଷ କରି ସେ ସମୟର ଗାଁ ଗହଳିର ଅସମାନତା, ଦୁର୍ବଳ ଲୋକଙ୍କ ଅସହାୟତା ଆଉ ଶକ୍ତିଶାଳୀ ଲୋକଙ୍କର ଅତ୍ୟାଚାରକୁ ଆମ ଆଗକୁ ଆଣୁଛନ୍ତି। ସତରେ ଜଣ ସମାଜ ସମୀକ୍ଷକ ଭଳି ସେ ଲେଖୁଥିଲେ। ଏବେ ଆସନ୍ତୁ ଚରିତ୍ରମାନଙ୍କ କଥା ଟିକେ ଦେଖିବା। ସେମାନେ କେମିତି ଗୋଟେ ଗୋଟେ ପ୍ରତୀକ ଭଳି। ସମୀକ୍ଷାରେ କୁହାଯାଇଛି ଦାଦି ବୁଢ଼ା ଖାଲି ଜଣେ ଲୋକ ନୁହନ୍ତି, ସେ ଗୋଟେ ପ୍ରତୀକ। କୋଉ କୋଉ ଜିନିଷର ପ୍ରତୀକ ସେ? ଦାଦି ବୁଢ଼ା, ହଁ, ସେ ଅନେକ ଜିନିଷର ପ୍ରତୀକ। ସେ ହେଉଛନ୍ତି ସେଇ ପୁରୁଣା କାଳିଆ ଗାଉଁଲି ଜ୍ଞାନ ଆଉ ଅଭିଜ୍ଞତାର ପ୍ରତୀକ, ଯାହା ପିଢ଼ି ପରେ ପିଢ଼ି ଚାଲି ଆସିଥାଏ। ସେ ହେଉଛନ୍ତି ସେଇ ସମ୍ମାନର ପ୍ରତୀକ, ଯାହା ବୟସ ଆଉ ଅନୁଭୂତି ପାଇଁ ମିଳେ, କିନ୍ତୁ ବେଳେବେଳେ ଖାଲି ଦେଖେଇ ହେବା ପାଇଁ ରହିଯାଏ। ଆଉ ସେ ହେଉଛନ୍ତି ସହିବାର ପ୍ରତୀକ, କାରଣ ସେ ନିଜ ଦୁଃଖ କଷ୍ଟ ସହିକି ବି ସମାଜର ବୋଝ ବୋଉଛନ୍ତି। ଆଉ ସବୁଠୁ ବଡ଼ କଥା, ସେ ହେଉଛନ୍ତି ସମାଜ ଭୁଲି ଯାଇଥିବା, ପଛରେ ପକେଇ ଦେଇଥିବା ସେଇ ବୁଢ଼ାବୁଢ଼ୀ ପିଢ଼ିର ପ୍ରତୀକ, ଯେଉଁମାନଙ୍କର ଜ୍ଞାନ, ଅଭିଜ୍ଞତାକୁ ନୂଆ ପିଢ଼ି ଆଉ କିଛି ମୂଲ୍ୟ ଦେଉନାହିଁ। ତାଙ୍କ କାହାଣୀ ସେଇ ସବୁ ବୟସ୍କ ଲୋକଙ୍କର କାହାଣୀ, ଯେଉଁମାନେ ନିଜ ଘରେ ବା ସମାଜରେ ଅଲଡ଼ା ହୋଇ ପଡ଼ନ୍ତି। ଆଚ୍ଛା, ଆଉ ଅନ୍ୟ ଚରିତ୍ରମାନେ, ଯେମିତି ଗାଁ ଲୋକ, ସେମାନଙ୍କୁ କେମିତି ଦେଖିବା? ଗାଁ ଲୋକମାନେ ସାଧାରଣତଃ ସେମାନେ ସାଧାରଣ ଜନତାର ପ୍ରତୀକ, ନିରୀହ। ସେମାନେ ପରମ୍ପରାକୁ ଅନ୍ଧ ଭଳି ମାନନ୍ତି, କିଛି ନୂଆକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ, ଆଉ ସହଜରେ ଅନ୍ୟର ଶୋଷଣର ଶିକାର ହୁଅନ୍ତି। ତାଙ୍କ ଭିତରେ ଏକତା ନାହିଁ, ଅଜ୍ଞତା ଅଛି, ଅନ୍ଧବିଶ୍ୱାସ ଅଛି। ଏଇସବୁ ହିଁ ତାଙ୍କ ଦୁର୍ଦ୍ଦଶାର ମୂଳ କାରଣ। ଦେଖନ୍ତୁ, ସେମାନେ ଦାଦି ବୁଢ଼ାଙ୍କୁ ସମ୍ମାନ ଦେଉଛନ୍ତି, ହେଲେ ତାଙ୍କ କଷ୍ଟ ଦୂର କରିବା ପାଇଁ କିଛି କରୁନାହାନ୍ତି। ଆଉ ଜମିଦାର ବା ସାହୁକାର, ସେମାନେ ତ ପୁରା ସ୍ପଷ୍ଟ ଶୋଷକ ଶ୍ରେଣୀର ପ୍ରତୀକ। ସମାଜରେ ଯେଉଁ ପଇସାପତ୍ରର ପାୱାରକୁ ନେଇ ଅସମାନତା ଅଛି, ସେମାନେ ହେଉଛନ୍ତି ତାର ଚଳନ୍ତି ପ୍ରତିମା। ସେମାନେ କେମିତି ନିଜ କ୍ଷମତା ଓ ବୁଦ୍ଧି ଲଗେଇ ଗରିବ ଅସହାୟ ଲୋକଙ୍କୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରନ୍ତି, ଫକୀରମୋହନ ସେଇଟା ଏଇ ଚରିତ୍ରଙ୍କ ଜରିଆରେ ଦେଖେଇଛନ୍ତି। ଏଇସବୁ ପ୍ରତୀକ ମିଶି ଗପଟାକୁ ଖାଲି ଗୋଟେ ଲୋକର କାହାଣୀ ନ ରଖି ଗୋଟେ ବଡ଼ ସାମାଜିକ ସମୀକ୍ଷା ବନେଇ ଦେଇଛନ୍ତି। ଏବେ ଟିକେ ଫକୀରମୋହନଙ୍କ ଲେଖିବାର ଶୈଳୀ ବିଷୟରେ କଥା ହେବା। ଦାଦି ବୁଢ଼ାରେ ତ ତାଙ୍କର ସେଇ ନିଜସ୍ୱ ଛାପ ପୁରା ବାରି ହୋଇପଡ଼ୁଛି। ସମୀକ୍ଷାରେ ଠିକ୍ କୁହାଯାଇଛି କେମିତି ସେ ସମାଜର ଭଲ ମନ୍ଦ, ବିଶେଷ କରି ଯେଉଁ ଦୋଷ ଦୁର୍ବଳତା, ଯେଉଁ କପଟତା, ସେସବୁକୁ ବାହାରକୁ ଆଣିବା ପାଇଁ ବ୍ୟଙ୍ଗ ଆଉ ହସ କଥାର ବ୍ୟବହାର କରନ୍ତି। ସିଧା ସମାଲୋଚନା ନ କରି ଟିକେ ବଙ୍କେଇକି ହସେଇକି କଥାଟା କହିଦିଅନ୍ତି। ଆଉ ତାଙ୍କ ଲେଖାର ଆଉ ଗୋଟେ ବଡ଼ ଜିନିଷ ହେଲା ବାସ୍ତବତା, ରିଏଲିଜମ। ସେଇ ପୁରୁଣା କାଳର ଗାଁର ଚିତ୍ର, ଲୋକଙ୍କ ଚାଲିଚଳନ, କଥାବାର୍ତ୍ତା, ତାଙ୍କ ସମସ୍ୟା ସବୁ ଯେମିତି ଆଖି ଆଗରେ ଦେଖି ହେଉଛି। ପଢ଼ିଲା ବେଳେ ଲାଗୁନି ଯେ ଏଇଟା କାଳ୍ପନିକ, ଲାଗୁଛି ସତେ ଯେମିତି ଆମେ ନିଜେ ସେଠି ଅଛୁ। ହଁ, ଆଉ ଏଇ ବାସ୍ତବତାର ଗୁରୁତ୍ୱ ବୁଝିବା ପାଇଁ ଆମକୁ ମନେ ରଖିବାକୁ ହେବ ଯେ ସେ ସମୟରେ ଓଡ଼ିଆ ସାହିତ୍ୟରେ ବେଶିଭାଗ ଲେଖା ତ କାଳ୍ପନିକ ଥିଲା, କି ପୁରାଣ କଥା, ନହେଲେ ରାଜାରାଣୀଙ୍କ କାହାଣୀ। ସେହି ପରିସ୍ଥିତିରେ ଗାଁ ଗହଳିର ସାଧାରଣ ମଣିଷର ଦୁଃଖ ସୁଖ, ସମାଜର ଅନ୍ଧାରୁଆ ଦିଗକୁ ଏତେ ସାଉଥ ଭାବେ ସାହିତ୍ୟରେ ଜାଗା ଦେବା ନିଶ୍ଚୟ ଗୋଟେ ବଡ଼ କଥା ଥିଲା ସେତେବେଳେ, ଗୋଟେ ନୂଆ ଆରମ୍ଭ ଭଳି। ଆଉ ତାଙ୍କ ଭାଷା ବିଷୟରେ କ'ଣ କହିବା? କେତେ ସରଳ, ସହଜ, ପୁରା ଲୋକଙ୍କ ମୁହଁର ଭାଷା। କୋଉଠି କିଛି ପାଣ୍ଡିତ୍ୟ ଦେଖେଇବାର ଚେଷ୍ଟା ନାହିଁ। ସେଥିପାଇଁ ତ ତାଙ୍କ ଗପ ସାଧାରଣ ପାଠକ ପାଖରେ ଏତେ ସହଜରେ ପହଞ୍ଚି ପାରିଲା ଆଉ ଏତେ ଲୋକପ୍ରିୟ ହେଲା। ଏହା ସାହିତ୍ୟକୁ ସାଧାରଣ ଲୋକଙ୍କ ପାଖକୁ ଆଣିବାରେ ତାଙ୍କର ଗୋଟେ ବହୁତ ବଡ଼ କାମ। ତେବେ ଏହି ଶୈଳୀ, ଏ ଭାଷା, ଏ ବାସ୍ତବତା, ଏ ସବୁ ମିଶିକି ଗପଟିକୁ କେବଳ ମନୋରଞ୍ଜନ ନୁହେଁ, ଗୋଟେ ଶକ୍ତିଶାଳୀ ସାମାଜିକ ବାର୍ତ୍ତା ଦେବାରେ ସାହାଯ୍ୟ କରିଛି।
କ'ଣ ସେହି ମୂଳ ବାର୍ତ୍ତା ବା ଏହାର ସାମାଜିକ ମହତ୍ତ୍ୱ କହିପାରିବା? ଦେଖନ୍ତୁ, ମୋ ମତରେ ଏହାର ସାମାଜିକ ମହତ୍ତ୍ୱ ଅନେକ ଦିଗରୁ। ପ୍ରଥମ କଥା ଏହା ଆମକୁ ମନେ ପକାଉଛି ଯେ ବୟସ୍କମାନଙ୍କର ଜ୍ଞାନ ଆଉ ଅଭିଜ୍ଞତାକୁ ସମ୍ମାନ ଦେବା ଦରକାର। ସେମାନଙ୍କୁ ଅବହେଳା କରିବା ଉଚିତ ନୁହେଁ। ଦ୍ୱିତୀୟରେ, ଏହା ସମାଜରେ ଚାଲିଥିବା ଅନ୍ୟାୟ, ବିଶେଷ କରି ଗରିବ ଆଉ ନିରୀହ ଲୋକଙ୍କ ଉପରେ ହେଉଥିବା ଶୋଷଣ ବିରୁଦ୍ଧରେ ଗୋଟେ ସ୍ୱର। ଆଉ ତୃତୀୟରେ, ଏହା ପରୋକ୍ଷ ଭାବରେ, ମାନେ ସିଧାସଳଖ ନ କହିଲେ ବି, ସମାଜ ସୁଧାରିବା, ଶିକ୍ଷାର ପ୍ରସାର କରିବା ଆଉ ଅନ୍ଧବିଶ୍ୱାସ ଛାଡ଼ି ଯୁକ୍ତିର ଚିନ୍ତା କରିବାର ଆବଶ୍ୟକତା କଥା କହୁଛି। ଫକୀରମୋହନ ଏ ସବୁ ଗୁରୁତ୍ୱପୂର୍ଣ୍ଣ କଥାକୁ ଗୋଟେ କାହାଣୀ ଭିତରେ ଏତେ ସୁନ୍ଦର ଭାବରେ ପାଠକ ପାଖରେ ପହଞ୍ଚେଇ ଦେଇଛନ୍ତି। ତେବେ ଏତେ ସବୁ ଆଲୋଚନା ପରେ ମୁଖ୍ୟ କଥାଟା କ'ଣ ରହିଲା? ମୋଟାମୋଟି ଭାବେ କ'ଣ ଶିଖିବାକୁ ମିଳିଲା? ମୋତେ ଲାଗୁଛି ମୁଖ୍ୟ ଶିକ୍ଷା ହେଲା, ଦାଦି ବୁଢ଼ା କେବଳ ସେ କାଳର କଥା ନୁହେଁ। ଏହା ସବୁ ସମୟ ପାଇଁ ସମାଜର ଯୋଉ ଦୋମୁହାପଣିଆ, ଯୋଉ ଅବହେଳା, ଯୋଉ ଶୋଷଣ, ତା ବିରୁଦ୍ଧରେ ଗୋଟେ ବଡ଼ ସମାଲୋଚନା। ଏହା ଆମକୁ ମନେ ପକାଇ ଦିଏ ଯେ ଅସଲ ଜ୍ଞାନ ଆଉ ଅନୁଭୂତିକୁ ଚିହ୍ନିବା ଆଉ ତାକୁ ସମ୍ମାନ ଦେବା କେତେ ଜରୁରୀ। ଆଉ ସମାଜର ଯୋଉ ଲୋକଟି ସବୁଠୁ ଦୁର୍ବଳ, ତା ପ୍ରତି ଆମର କିଛି ଦାୟିତ୍ୱ ଅଛି। ଏହା ଖାଲି ଗୋଟେ ଗପ ନୁହେଁ, ଗୋଟେ ନୈତିକ ଆହ୍ୱାନ ବି। ଏକଦମ ସତ କଥା। ଏଥିରେ କୌଣସି ସନ୍ଦେହ ନାହିଁ। ଦାଦି ବୁଢ଼ା ଓଡ଼ିଆ ସାହିତ୍ୟର ଗୋଟେ ଅମୂଲ୍ୟ ସମ୍ପଦ। କାହିଁକିନା ଏହା ଭିତରେ ଜୀବନର ସତ ଚିତ୍ର ଅଛି। ସମାଜର ଦୋଷକୁ ଦେଖେଇ ଟିକେ ହସିବାର ବ୍ୟଙ୍ଗ ଅଛି। ସମାଜକୁ ବଦଳେଇବା ପାଇଁ ଗୋଟେ ଇସାରା ଅଛି। ଆଉ ସଭା ଶେଷରେ ମଣିଷର ସେହି ସୁଖ ଦୁଃଖ, ଆଶା ନିରାଶାର ଗଭୀର ଅନୁଭବ ବି ଅଛି। ଫକୀରମୋହନ ଏସବୁକୁ ଗୋଟିଏ କାହାଣୀରେ ଏତେ ସୁନ୍ଦର ଭାବେ ମିଶେଇ ପାରିଛନ୍ତି, ସେଇଟା ହିଁ ତାଙ୍କର ବଡ଼ କଳାକାରିତା। ଆଉ ସେ ଦାଦି ବୁଢ଼ା ଚରିତ୍ରଟା, ଯେମିତି ଆମେ ଆଗରୁ କହୁଥିଲେ, ସେ ସମାଜର ସେଇ ସବୁ ଭୁଲି ହୋଇଯାଇଥିବା, ଅବହେଳିତ କିନ୍ତୁ ଜ୍ଞାନୀ ମଣିଷମାନଙ୍କର ଆଉ ଗରିବ ଦଳିତ ଲୋକମାନଙ୍କର ଗୋଟେ ଚିରନ୍ତନ ପ୍ରତୀକ ହୋଇ ରହିବେ। ତାଙ୍କ ମାଧ୍ୟମରେ ଫକୀରମୋହନ ଯୋଉ କଥା କହିଛନ୍ତି, ତାହା ଆଜି ବି ଆମକୁ ବହୁତ କିଛି ଭାବିବାକୁ ବାଧ୍ୟ କରେ। ଠିକ୍ ଅଛି। ତେବେ ଫକୀରମୋହନ ସେନାପତିଙ୍କର ଏହି କାଳଜୟୀ ଗଳ୍ପ ଦାଦି ବୁଢ଼ା ଉପରେ ଆମର ଏହି ବିସ୍ତୃତ ଆଲୋଚନାକୁ ଆମେ ଏଇଠି ଶେଷ କରୁଛୁ। ଆଶା କରୁଛୁ ଏହି ଆଲୋଚନା ପରେ ଗପଟିକୁ ଗୋଟେ ନୂଆ ଆଉ ଟିକେ ଗଭୀର ଭାବରେ ଦେଖିବାରେ ସାହାଯ୍ୟ ମିଳିଥିବ। ହଁ, ଆଉ ଶେଷରେ ଗୋଟିଏ କଥା ଟିକେ ଭାବିବା ପାଇଁ ଛାଡ଼ି ଯାଉଛି। ଯଦିଓ ଏ ଗପଟା ମୁଖ୍ୟତଃ ସେହି ପୁରୁଣା କାଳର, ଊନବିଂଶ ଶତାବ୍ଦୀ ଓଡ଼ିଶାର ସମାଜ କଥା କହୁଛି, ତେବେ ଆଜିର ଏ ଯୋଉ ଏତେ ଦ୍ରୁତଗତିରେ ବଦଳୁଥିବା ଯୁଗ, ଟେକ୍ନୋଲୋଜିର ଯୁଗ, ଯେତେବେଳେ ଆମେ ସମସ୍ତେ ଆଧୁନିକତା, ପ୍ରଗତି ପଛରେ ପାଗଳ ଭଳି ଦୌଡ଼ୁତେ, ଆମେ କେତେ ମାତ୍ରାରେ ସେହି ପୁରୁଣା ପିଢ଼ିର ପାରମ୍ପରିକ ଜ୍ଞାନ, ସେମାନଙ୍କର ଜୀବନସାରା ଅଭିଜ୍ଞତା ବା ବୟସ୍କ ଲୋକଙ୍କ ଅନୁଭୂତିକୁ ସେଇଭଳି ଅବହେଳା କରୁନାହୁଁ ତ? କୋଉଠି ନା କୋଉଠି ସେଇ ସମାନ ଜିନିଷ ଆଜି ବି ଅଲଗା ରୂପରେ ଆମ ସମାଜରେ ଦେଖାଯାଉନି ତ? ଏ ବିଷୟରେ ଟିକେ ଭାବିବା ଦରକାର ନା?